ओम शांति आज साकार महावाक्य 16/8/2025 मधुर संतान माने तुम मानकर लक्ष्य होची आश्चर्यजनक रंग बिरंगी दुनिया अर्थात स्वर्ग दुनियार मालिक हेबा। तेणु सर्वदा ए खुशी रे हर्षित होई रह झाउणु ज नाही। प्रश्न भाग्यवान संतान मानक भितरे केउ उमंग उत्साह सर्वदा कायम रहिबो। उत्तर आमको बेहदर बाबा नुआ दुनियार राजकुमार राजकुमारी कराइबा पई पाठ पढ़ाउछंती। तुमे ए उमंग रे रही समस्त को बुझाई पारिबो जे लड़ाई रे स्वर्ग निहित होई रहिछि। ए युद्ध परे स्वर्गर द्वार खोलिबो। ए खुशी रे रहिबाको हेबो एवं अन्य मानको मध्य खुशी खुशी रे बुझाइबाको हेबो। गीत अछि दुनिया रंग रंगीला बाबा। ओम शांति एह कथा बाबांकु किए कहिला जे दुनिया हेउछि रंग बेरंगी। एबे एहार अर्थ अन्य केही बुझी पारिबे नाही। बाबा बुझाउछंती दुनियार खेल हेउछि रंग रंगीला। कौनसी भी सिनेमा आदि रे बहुत रंग बेरंगी सीन सिनेरी आदि रही थाए ना। एही विशाल दुनिया को केही यथार्थ भावे जानि नाहांती। तुमମାନଙ୍କ ମଧ୍ୟରେ ବି ପୁରୁଷାର୍ଥର କ୍ରମ ଅନୁସାରେ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତର୍ଜ୍ଞାନ ରହିଛି। ତୁମେ ଜାଣିଛ ସ୍ୱର୍ଗ କେତେ ରଙ୍ଗ ବେରଙ୍ଗୀ ସୌନ୍ଦର୍ଯ୍ୟ ସମ୍ପନ୍ନ ଅଟେ, ଯାହାକୁ କେହି ହେଲେ ବି ଜାଣି ନାହାନ୍ତି। କାହାର ବୁଦ୍ଧିରେ ନାହିଁ, ତାହା ହେଉଛି ୱାଣ୍ଡରଫୁଲ୍ ରଙ୍ଗ ବେରଙ୍ଗୀ ଦୁନିଆ। ଗାୟନ କରାଯାଏ ଯେ ବିଶ୍ୱର ଆଶ୍ଚର୍ଯ୍ୟ, ଏହାକୁ କେବଳ ତୁମେ ହିଁ ଜାଣିଛ। ତୁମେ ହିଁ ୱାଣ୍ଡର ଅଫ୍ ୱାର୍ଲଡ ନିମନ୍ତେ ନିଜ ନିଜର ଭାଗ୍ୟ ଅନୁସାରେ ପୁରୁଷାର୍ଥ କରୁଛ। ଲକ୍ଷ୍ୟ ଉଦ୍ଦେଶ୍ୟ ତ ରହିଛି। ତାହା ହେଉଛି ବଡ଼ ଆଶ୍ଚର୍ଯ୍ୟଜନକ ବହୁତ ରଙ୍ଗ ବେରଙ୍ଗୀ ଦୁନିଆ, ଯେଉଁଠି ହୀରା ନୀଳାର ମହଲ ହୋଇଥାଏ। ତୁମେ ଗୋଟିଏ ସେକେଣ୍ଡରେ ବୈକୁଣ୍ଠକୁ ଚାଲି ଯାଉଛ। ସେଠାରେ ଖେଳୁଛ, ରାସବିଳାସ ଆଦି କରୁଛ। ବାସ୍ତବରେ ଦୁନିଆ ବିସ୍ମୟକର ନା। ସେ ଏଠାରେ ହେଉଛି ମାୟାର ରାଜ୍ୟ। ଏହା ମଧ୍ୟ କେତେ ବିସ୍ମୟକର ଅଟେ। ମନୁଷ୍ୟ କ'ଣ କ'ଣ ସବୁ କରୁଛନ୍ତି। ଦୁନିଆର ଏକଥା କେହି ବି ବୁଝୁନାହାନ୍ତି ଯେ ଆମେ ହିଁ ନାଟକରେ ଅଭିନୟ କରୁଛୁ। ନାଟକ ବୋଲି ଯଦି ବୁଝିଥାନ୍ତେ ତେବେ ନାଟକର ଆଦି ମଧ୍ୟ ଅନ୍ତର୍ଜ୍ଞାନ ମଧ୍ୟ ରହିଥାନ୍ତା। ତୁମେ ସନ୍ତାନମାନେ ଜାଣିଛ ଯେ ବାବା ବି କେତେ ହେଉଛନ୍ତି ସାଧାରଣ, ଯାହା ବିଲକୁଲ ହିଁ ଭୁଲାଇ ଦେଉଛି। ନାକ ଧରି ବୁଲାଇ ଦେଉଛି। ଗୋଟିଏ କ୍ଷଣ ବାବାଙ୍କ ସ୍ମୃତିରେ ରହିଛନ୍ତି, ବହୁତ ହର୍ଷିତ ରହିଛନ୍ତି। ଆହୋ ଆମେ ଦୁନିଆର ବିସ୍ମୟ ସ୍ୱର୍ଗର ମାଲିକ ହେଉଛୁ, ପୁଣି ଭୁଲି ଯାଉଥିବାରୁ ଝାଉଁଳି ପଡ଼ୁଛନ୍ତି। ଏପରି ଝାଉଁଳି ପଡ଼ୁଛନ୍ତି ଯେ ଶବରମାନେ ମଧ୍ୟ ଏଭଳି ଝାଉଁଳି ପଡ଼ୁନଥିବେ। ଟିକେ ହେଲେ ବି ବୁଝୁନାହାନ୍ତି ଯେ ଆମେ ସ୍ୱର୍ଗକୁ ଯିବୁ। ଆମକୁ ଅବିନାଶୀ ବାବା ପଢ଼ାଉଛନ୍ତି, ଯେପରି ଏକଦମ ଶବ ପାଲଟି ଯାଉଛନ୍ତି। ସେ ଖୁସି ନିଶା ରହୁନାହିଁ। ଏବେ ବିସ୍ମୟକର ଦୁନିଆ ସ୍ଥାପନ ହେଉଛି, ତାହାର ରାଜକୁମାର ହେଉଛନ୍ତି ଶ୍ରୀକୃଷ୍ଣ। ଏକଥା ମଧ୍ୟ ତୁମେ ଜାଣିଛ, ଜ୍ଞାନରେ ଯେଉଁମାନେ ହୁସିଆର ଅଟନ୍ତି ସେଇମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ମଧ୍ୟ ବୁଝାଉଥିବେ। ଶ୍ରୀକୃଷ୍ଣ ସ୍ୱର୍ଗର ରାଜକୁମାର ଥିଲେ। ସେହି ସତ୍ୟଯୁଗ ପୁଣି କୁଆଡ଼େ ଗଲା? ସତ୍ୟଯୁଗରୁ ନେଇ ସିଡ଼ିରେ କିପରି ଖସିଲେ? ସତ୍ୟଯୁଗରୁ କଳିଯୁଗ କିପରି ହେଲା? ପତନର କଳା କିପରି ହେଲା? ଏକଥା ତୁମ ସନ୍ତାନମାନଙ୍କ ବୁଦ୍ଧିରେ ହିଁ ଆସୁଛି। ଏହିଭଳି ଖୁସିରେ ରହି ବୁଝାଇବା ଦରକାର। ଶ୍ରୀକୃଷ୍ଣ ଆସୁଛନ୍ତି, କୃଷ୍ଣଙ୍କ ରାଜ୍ୟ ପୁନର୍ବାର ସ୍ଥାପନ ହେଉଛି। ଏକଥା ଶୁଣି ଭାରତବାସୀ ମଧ୍ୟ ଖୁସି ହେବା ଉଚିତ। କିନ୍ତୁ ଭାଗ୍ୟବାନ ସନ୍ତାନମାନଙ୍କର ହିଁ ଏହି ଉତ୍ସାହ ରହିବ। ଦୁନିଆର ଲୋକେ ତ ରତ୍ନକୁ ମଧ୍ୟ ପଥର ଭାବି ଫୋପାଡ଼ି ଦେବେ। ଏହା ତ ଅବିନାଶୀ ଜ୍ଞାନ ରତ୍ନ ନା। ଏହି ଜ୍ଞାନରତ୍ନର ସାଗର ହେଉଛନ୍ତି ବାବା। ଏହି ରତ୍ନଗୁଡ଼ିକର ବହୁତ ମୂଲ୍ୟ ରହିଛି। ଏହି ଜ୍ଞାନରତ୍ନ ଧାରଣ କରିବାକୁ ହେବ। ଏବେ ତୁମେ ଜ୍ଞାନସାଗରଙ୍କ ଠାରୁ ସିଧାସଳଖ ଶୁଣୁଛ, ତେଣୁ ଆଉ କିଛି ଶୁଣିବାର ଆବଶ୍ୟକତା ହିଁ ନାହିଁ। ସତ୍ୟଯୁଗରେ ଏସବୁ ରହିବ ନାହିଁ। ନା ସେଠାରେ ଓକିଲାତି ନା ଡାକ୍ତରୀ ଆଦି ହେବାର ଅଛି। ସେଠାରେ ଜ୍ଞାନ ହିଁ ନାହିଁ। ସେଠାରେ ତ ତୁମେ ପ୍ରାରବ୍ଧ ଭୋଗ କରିବ। ତେଣୁ ଜନ୍ମାଷ୍ଟମୀ ସମ୍ବନ୍ଧରେ ପିଲାମାନଙ୍କୁ ଭଲ ଭାବରେ ବୁଝାଇବା ଦରକାର। ଏ ବିଷୟରେ ଅନେକ ଥର ମୁରଲୀ ମଧ୍ୟ ଶୁଣାଯାଇଛି। ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବା ଉଚିତ, ତେବେ ଯାଇ ପଏଣ୍ଟସ୍ ବାହାରିବ। ଭାଷଣ କରିବାକୁ ହେଲେ ସକାଳ ଉଠି ଲେଖି ପୁଣି ପଢ଼ିବା ଦରକାର। ଭୁଲି ଯାଇଥିବା ପଏଣ୍ଟସ୍କୁ ପୁଣି ଯୋଡ଼ିବା ଉଚିତ। ଏହାଦ୍ୱାରା ଧାରଣା ଭଲ ହେବ। ତଥାପି ଲେଖା ସଦୃଶ ସବୁ କାର୍ଯ୍ୟ କରିପାରିବେ ନାହିଁ। କିଛି ନା କିଛି ପଏଣ୍ଟସ୍ ଭୁଲିଯିବେ। ତେଣୁ ବୁଝାଇବାକୁ ହେବ ଶ୍ରୀକୃଷ୍ଣ କିଏ? ସେ ତ ସ୍ୱର୍ଗର ମାଲିକ ଥିଲେ। ଭାରତ ହିଁ ସ୍ୱର୍ଗ ଥିଲା। ସେହି ସ୍ୱର୍ଗର ମାଲିକ ଶ୍ରୀକୃଷ୍ଣ ଥିଲେ। ଆମେ ତୁମକୁ ସନ୍ଦେଶ ଶୁଣାଉଛୁ ଯେ ଶ୍ରୀକୃଷ୍ଣ ଆସୁଛନ୍ତି। ରାଜଯୋଗ ଭଗବାନ ହିଁ ଶିଖାଇଛନ୍ତି, ଏବେ ମଧ୍ୟ ଶିଖାଉଛନ୍ତି। ପବିତ୍ରତା ପାଇଁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି, ଡବଲ ମୁକୁଟଧାରୀ ଦେବତା କରାଇବା ପାଇଁ।
ଏସବୁ ପିଲାମାନଙ୍କ ସ୍ମୃତିରେ ଆସିବା ଦରକାର। ଯାହାଙ୍କର ଅଭ୍ୟାସ ଥିବ ସେ ଭଲ ଭାବରେ ବୁଝାଇ ପାରିବେ। ଶ୍ରୀକୃଷ୍ଣଙ୍କ ଚିତ୍ରରେ ମଧ୍ୟ ଲେଖା ବହୁତ ଫାଷ୍ଟ କ୍ଲାସ୍ ରହିଛି। ଏହି ଲଢ଼େଇ ପରେ ସ୍ୱର୍ଗର ଦ୍ୱାର ଖୋଲିବ। ଏହି ଲଢ଼େଇରେ ଯେପରି ସ୍ୱର୍ଗ ନିହିତ ହୋଇ ରହିଛି। ପିଲାମାନଙ୍କୁ ମଧ୍ୟ ବହୁତ ଖୁସିରେ ରହିବା ଦରକାର। ଜନ୍ମାଷ୍ଟମୀରେ ଲୋକମାନେ ନୂଆ ବସ୍ତ୍ର ଆଦି ପିନ୍ଧିଥାନ୍ତି, କିନ୍ତୁ ତୁମେ ଏବେ ଜାଣିଛ ଯେ ବର୍ତ୍ତମାନ ଆମେ ଏହି ପୁରୁଣା ଶରୀର ଛାଡ଼ି ନୂଆ କଞ୍ଚନ ଶରୀର ନେବୁ। କାଞ୍ଚନ କାୟା କୁହାଯାଏ ନା, ଅର୍ଥାତ୍ ସୁନା ପରି କାୟା। ଆତ୍ମା ସଦୃଶ ଶରୀର ମଧ୍ୟ ପବିତ୍ର ହେବ। ବର୍ତ୍ତମାନ କାଞ୍ଚନ ହୋଇନାହିଁ, କ୍ରମାନୁସାରେ କାଞ୍ଚନ ହେଉଛନ୍ତି। ୟାତ୍ରା ଯାତ୍ରା ଦ୍ୱାରା ହିଁ କାଞ୍ଚନ ହେବେ। ବାବା ଜାଣିଛନ୍ତି ବହୁତ ଅଛନ୍ତି ଯେଉଁମାନଙ୍କୁ ବାବାଙ୍କୁ ମନେ ପକାଇବାର ଅକଲ ମଧ୍ୟ ନାହିଁ। ୟାଦ କରିବାର ମେହନତ କଲେ ହିଁ ବାଣୀ ଶକ୍ତିଶାଳୀ ହେବ। ଏବେ ସେ ଶକ୍ତି କେଉଁଠି ଅଛି? ଯୋଗ ହିଁ ନାହିଁ। ଲକ୍ଷ୍ମୀନାରାୟଣ ହେବା ପାଇଁ ଚେହେରା ମଧ୍ୟ ଥିବା ଦରକାର ନା। ପାଠପଢ଼ା ମଧ୍ୟ ଆବଶ୍ୟକ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସମ୍ବନ୍ଧରେ ବୁଝାଇବା ବହୁତ ସହଜ। ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କୁହାଯାଏ। ଶ୍ରୀକୃଷ୍ଣଙ୍କୁ, ନାରାୟଣଙ୍କୁ, ରାମଙ୍କୁ ମଧ୍ୟ କଳା କରିଦେଇଛନ୍ତି। ବାବା ନିଜେ କହୁଛନ୍ତି, ମୋର ସନ୍ତାନମାନେ ଯିଏକି ଜ୍ଞାନଚିତା ଦ୍ୱାରା ସ୍ୱର୍ଗର ମାଲିକ ହୋଇଥିଲେ ପୁଣି କୁଆଡ଼େ ଚାଲିଗଲେ? କାମଚିତାରେ ଜଳି କ୍ରମାନ୍ୱୟରେ ତଳକୁ ଆସିଛନ୍ତି। ସୃଷ୍ଟି ମଧ୍ୟ ସତୋପ୍ରଧାନ ପୁଣି ସତୋ ରଜୋ ତମ ହେଉଛି। ତେଣୁ ମନୁଷ୍ୟଙ୍କର ଅବସ୍ଥା ମଧ୍ୟ ଏହିପରି ହୋଇଥାଏ। କାମଚିତାରେ ବସି ସବୁ ଶ୍ୟାମଳ ଅର୍ଥାତ୍ କଳା ହୋଇଯାଇଛନ୍ତି। ଏବେ ମୁଁ ସୁନ୍ଦର କରିବାକୁ ଆସିଛି। ଆତ୍ମାକୁ ସୁନ୍ଦର କରାଯାଏ। ବାବା ପ୍ରତ୍ୟେକଙ୍କର ଚଳଣୀରୁ ବୁଝି ଯାଉଛନ୍ତି ମନସା ବାଚା କର୍ମଣା କିପରି ଚାଲୁଛନ୍ତି, କିପରି କର୍ମ କରୁଛନ୍ତି, ସେଥିରୁ ସବୁକିଛି ଜଣାପଡ଼ି ଯାଉଛି। ପିଲାମାନଙ୍କ ଚଳଣୀ ତ ବହୁତ ବହୁତ ସୁନ୍ଦର ହେବା ଦରକାର। ମୁଖରୁ ସର୍ବଦା ଜ୍ଞାନରତ୍ନ ବାହାରିବା ଉଚିତ। ଶ୍ରୀକୃଷ୍ଣ ଜୟନ୍ତୀ ସମ୍ବନ୍ଧରେ ବୁଝାଇବା ବହୁତ ଭଲ। ଶ୍ୟାମ ଏବଂ ସୁନ୍ଦର ବିଷୟବସ୍ତୁ ବହୁତ ଦରକାର ରହିବା। ଶ୍ରୀକୃଷ୍ଣଙ୍କ ସଦୃଶ ନାରାୟଣଙ୍କୁ ବି କଳା କରିଛନ୍ତି, ତେଣୁ ରାଧାକୁ ବି କଳା କାହିଁକି କରୁଛନ୍ତି? କଳା ପଥରର ଶିବଲିଙ୍ଗ ମଧ୍ୟ ରଖୁଛନ୍ତି। ବାସ୍ତବରେ ସେ କ'ଣ ହୋଇଥାନ୍ତି କି? ଶିବ ବାବା ହେଉଛନ୍ତି କିଏ ଆଉ ତାଙ୍କୁ କିଭଳି ରୂପ ଦେଇ ନିର୍ମାଣ କରୁଛନ୍ତି ଏକଥାକୁ ତୁମେ ହିଁ ଜାଣିଛ। କଳା କାହିଁକି କରୁଛନ୍ତି ତୁମେ ଏହି ବିଷୟରେ ବୁଝାଇ ପାରିବ। ଏବେ ଦେଖିବା ପିଲାମାନେ କ'ଣ ସେବା କରୁଛନ୍ତି। ବାବା ତ କହୁଛନ୍ତି ଏ ଜ୍ଞାନ ସମସ୍ତ ଧର୍ମାବଲମ୍ବୀମାନଙ୍କ ପାଇଁ। ସେମାନଙ୍କୁ ମଧ୍ୟ କହିବାକୁ ହେବ ଯେ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ଜନ୍ମ ଜନ୍ମାନ୍ତର ପାପ କଟିଯିବ। ପବିତ୍ର ହେବାକୁ ପଡ଼ିବ। କାହାକୁ ବି ତୁମେ ରାକ୍ଷୀ ବାନ୍ଧି ପାରିବ। ୟୁରୋପବାସୀଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବ। ଯେ କେହି ହୁଅନ୍ତୁ ତାଙ୍କୁ କହିବାକୁ ହେବ ଭଗବାନ ବାଚ ନିଶ୍ଚୟ କୌଣସି ଶରୀର ଦ୍ୱାରା ତ କହିବେ ନା। କହୁଛନ୍ତି ମୋତେ ମନେ ପକାଅ। ଦେହର ସବୁ ଧର୍ମକୁ ଛାଡ଼ି ନିଜକୁ ଆତ୍ମା ବୋଲି ଭାବ। ବାବା କେତେ ବୁଝାଉଛନ୍ତି, ତଥାପି ଯଦି ନ ବୁଝିଲେ ତେବେ ବାବା ବୁଝିଯାଆନ୍ତି ଯେ ଏହାଙ୍କ ଭାଗ୍ୟରେ ନାହିଁ। ତୁମେ ତ ଏକଥା ବୁଝୁଛ ଯେ ଶିବ ବାବା ପଢ଼ାଉଛନ୍ତି। ରଥ ବିନା ତ ପଢ଼ାଇ ପାରିବେ ନାହିଁ। ଇସାରା ଦେଇଦେବା ହିଁ ଯଥେଷ୍ଟ। କେତେକ ସନ୍ତାନଙ୍କର ବୁଝାଇବାର ଅଭ୍ୟାସ ବହୁତ ଭଲ ରହିଛି। ବାବା ମମାଙ୍କ ନିମନ୍ତେ ତ ଜାଣୁଛ ଯେ ଏ ଉଚ୍ଚପଦ ପାଇବେ। ମମା ମଧ୍ୟ ବହୁତ ସେବା ତ କରୁଥିଲେ ନା। ଏହି କଥାକୁ ମଧ୍ୟ ବୁଝାଇବାକୁ ପଡ଼ୁଛି। ମାୟାର ମଧ୍ୟ ଅନେକ ପ୍ରକାରର ରୂପ ରହିଛି। ଅନେକ କହୁଛନ୍ତି ଆମ ଶରୀରରେ ମମା ଆସୁଛନ୍ତି, ଶିବ ବାବା ଆସୁଛନ୍ତି, କିନ୍ତୁ ନୂଆ ନୂଆ ପଏଣ୍ଟସ୍ ତ ନିର୍ଦ୍ଦିଷ୍ଟ ଶରୀର ବ୍ରହ୍ମା ବାବାଙ୍କ ଦ୍ୱାରା ହିଁ ଶୁଣାଇବେ ନା, ଅନ୍ୟ କାହା ଦ୍ୱାରା ଶୁଣାଇବେ? ଏକଥା ତ ହୋଇପାରିବ ନାହିଁ। ଏମିତିରେ ତ କନ୍ୟାମାନେ ନିଜସ୍ୱ ବହୁତ ପ୍ରକାରର ପଏଣ୍ଟ ଶୁଣାଉଛନ୍ତି। ମ୍ୟାଗାଜିନ୍ରେ କେତେ କଥା ଛପାଯାଉଛି। ଏପରି ନୁହେଁ କି ଲେଖକଙ୍କ ଶରୀରରେ ମମା ବାବା ଆସି ଲେଖାଉଛନ୍ତି। ନା, ବାବା ତ ସିଧାସଳଖ ବ୍ରହ୍ମାଙ୍କ ଶରୀରରେ ଏଠାକୁ ଆସୁଛନ୍ତି। ଏଥିପାଇଁ ତ ଏଠାକୁ ଶୁଣିବା ପାଇଁ ଆସୁଛ। ଯଦି ମମା ବାବା କାହା ଶରୀରରେ ଆସୁଛନ୍ତି ତେବେ ସେହିଠାରେ ହିଁ ବସି ତାଙ୍କଠାରୁ ଶୁଣନ୍ତୁ। ନା, ଏଠାକୁ ଆସିବା ପାଇଁ ସମସ୍ତଙ୍କର ଆକର୍ଷଣ ରହିଥାଏ। ଦୂରରେ ରହୁଥିବା ସନ୍ତାନମାନଙ୍କୁ ଆହୁରି ଅଧିକ ଆକର୍ଷଣ ରହୁଛି। ଜନ୍ମାଷ୍ଟମୀରେ ମଧ୍ୟ ପିଲାମାନେ ବହୁତ ସେବା କରିପାରିବେ। ଶ୍ରୀକୃଷ୍ଣଙ୍କର ଜନ୍ମ କେବେ ହେଲେ ଏକଥା ମଧ୍ୟ କାହାକୁ ଜଣା ନାହିଁ। ତୁମର ବୁଦ୍ଧିରୂପୀ ଝୁଲା ଏବେ ଭର୍ତ୍ତି ହେଉଥିବାରୁ ଖୁସି ରହିବା ଉଚିତ। କିନ୍ତୁ ବାବା ଦେଖୁଛନ୍ତି କେତେକଙ୍କ ପାଖରେ ବିଲକୁଲ ଖୁସି ହିଁ ନାହିଁ। ଶ୍ରୀମତ ପାଳନ ନ କରିବା ପାଇଁ ଯେପରି ପ୍ରତିଜ୍ଞା କରିନେଉଛନ୍ତି। ସେବାଧାରୀ ସନ୍ତାନମାନଙ୍କୁ ତ କେବଳ ସେବା ହିଁ ଭଲ ଲାଗିଥାଏ। ଭାବନ୍ତି ଯେ ବାବାଙ୍କର ସେବା ଯଦି ନ କରିବୁ, କାହାକୁ ରାସ୍ତା ନ ବତାଇବୁ, ଅର୍ଥାତ୍ ଅନ୍ଧ ହିଁ ରହିଯିବୁ। ଏହା ବୁଝିବାର କଥା ଅଟେ ନା।
ବ୍ୟାଜରେ ମଧ୍ୟ କୃଷ୍ଣଙ୍କର ଚିତ୍ର ରହିଛି, ସେ ବିଷୟରେ ମଧ୍ୟ ତୁମେ ବୁଝାଇ ପାରିବ। କାହାକୁ ମଧ୍ୟ ପଚାର ଏହାକୁ କଳା କାହିଁକି ଦେଖାଇଛନ୍ତି, କହିପାରିବେ ନାହିଁ। ଶାସ୍ତ୍ରରେ ଲେଖିଦେଇଛନ୍ତି ରାମଙ୍କର ସ୍ତ୍ରୀ ଚୋରି ହୋଇଗଲା, କିନ୍ତୁ ସେଠାରେ ଏପରି କୌଣସି କଥା ତ ହେବ ନାହିଁ। ତୁମେ ଭାରତବାସୀ ପାକିସ୍ତାନୀ ଥିଲ, ଏବେ କବରସ୍ତାନୀ ହୋଇଯାଇଛ, ପୁଣି ଜ୍ଞାନଚିତା ଉପରେ ବସି ଦୈବୀ ଗୁଣ ଧାରଣ କରି ପରିସ୍ତାନୀ ହେଉଛ। ପିଲାମାନଙ୍କୁ ତ ସେବା କରିବାକୁ ହେବ, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ। ଏଥିପାଇଁ ବହୁତ ବୁଦ୍ଧି ଦରକାର। ଏତିକି ନିଶା ଥିବା ଦରକାର। ଆମକୁ ଭଗବାନ ପଢ଼ାଉଛନ୍ତି, ଭଗବାନଙ୍କ ସାଥିରେ ରହୁଛୁ, ଭଗବାନଙ୍କ ସନ୍ତାନ ହୋଇଛ, ତା ସହିତ ପାଠ ପଢ଼ୁଛ ମଧ୍ୟ। ବୋର୍ଡ଼ିଂରେ ରହିଲେ ଆଉ ବାହାର ସଙ୍ଗର ପ୍ରଭାବ ପଡ଼ିବ ନାହିଁ। ଇଏ ମଧ୍ୟ ହେଉଛି ସ୍କୁଲ ନା। ସାଧାରଣତଃ ଖ୍ରୀଷ୍ଟିଆନମାନଙ୍କ ପାଖରେ ଆଚାର ବ୍ୟବହାର ରହିଥାଏ, କିନ୍ତୁ ଏବେ ତ ବିଲକୁଲ ନାହିଁ। ତମ ପ୍ରଧାନ ପତିତ ହୋଇଯାଇଛନ୍ତି, ଦେବତାମାନଙ୍କ ଆଗରେ ଯାଇ ମୁଣ୍ଡ ନୁଆଇଥାନ୍ତି। ତାଙ୍କର କେତେ ମହିମା ରହିଛି। ସତ୍ୟଯୁଗରେ ସମସ୍ତଙ୍କର ଦୈବୀ ଚରିତ୍ର ଥିଲା, ଏବେ ଆସୁରୀ ଚରିତ୍ର ହୋଇଯାଇଛି। ଏହିପରି ଭାବେ ତୁମେ ଭାଷଣ କଲେ ପୁଣି ବହୁତ ଖୁସି ହୋଇଯିବେ। ଛୋଟ ମୁହଁ ବଡ଼ କଥା, ଏକଥା ଶ୍ରୀକୃଷ୍ଣଙ୍କ ପାଇଁ କରିଥାନ୍ତି। ଏବେ ତୁମେ କେତେ ବଡ଼ କଥା ଶୁଣୁଛ, ଏତେ ବଡ଼ ହେବା ପାଇଁ। ତୁମେ କାହାକୁ ହେଲେ ବି ରାକ୍ଷୀ ବାନ୍ଧି ପାରିବ। ବାବାଙ୍କର ଏହି ସନ୍ଦେଶ ତ ସମସ୍ତଙ୍କୁ ଦେବାକୁ ହେବ। ଏହି ଲଢ଼େଇ ହିଁ ସ୍ୱର୍ଗର ଦ୍ୱାର ଖୋଲିଥାଏ। ଏବେ ପତିତରୁ ପାବନ ହେବାକୁ ପଡ଼ିବ, ବାବାଙ୍କୁ ୟାଦ କରିବାକୁ ହେବ। ଦେହଧାରୀଙ୍କୁ ମନେ ପକାଇବା ଉଚିତ ନୁହେଁ। ଏକମାତ୍ର ବାବା ହିଁ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ଏହା ହେଉଛି ହିଁ କଳିଯୁଗ ଦୁନିଆ। ତୁମ ପିଲାମାନଙ୍କ ବୁଦ୍ଧିରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ଧାରଣ ହେଉଛି। ସ୍କୁଲରେ ମଧ୍ୟ ବୃତ୍ତି ନେବା ପାଇଁ ବହୁତ ମେହନତ କରିଥାନ୍ତି। ଏଠାରେ ମଧ୍ୟ କେତେ ବଡ଼ ବୃତ୍ତି ମିଳୁଛି। ସେବା ବହୁତ ରହିଛି। ମାତାମାନେ ମଧ୍ୟ ବହୁତ ସେବା କରିପାରିବେ। ଚିତ୍ର ମଧ୍ୟ ନିଜ ପାଖରେ ସମସ୍ତେ ରଖ। ଶ୍ରୀକୃଷ୍ଣ, ରାମଚନ୍ଦ୍ର, ନାରାୟଣ, ଶିବଙ୍କର ମଧ୍ୟ କଳା ଚିତ୍ର ଧରି ବୁଝାଅ। ଦେବତାମାନଙ୍କୁ କାହିଁକି କଳା କରିଛନ୍ତି? ଶ୍ୟାମ ସୁନ୍ଦର। ତ୍ରିନାଥ ଦ୍ୱାରକୁ ଯାଇ ସେଠାରେ ବିଲକୁଲ କଳା ଚିତ୍ର ରହିଛି। ତେଣୁ ଏହିପରି ଚିତ୍ର ସବୁ ଏକତ୍ର ରହିବା ଦରକାର। ନିଜର ଚିତ୍ର ମଧ୍ୟ ଦେଖାଇବା ଦରକାର। ଶ୍ୟାମ ସୁନ୍ଦରଙ୍କର ଅର୍ଥ ବୁଝାଇ କୁହ ଯେ ତୁମେ ମଧ୍ୟ ଏବେ ରାକ୍ଷୀ ବାନ୍ଧି କାମଚିତାରୁ ଓହ୍ଲାଇ ଆସି ଜ୍ଞାନଚିତା ଉପରେ ବସିଲେ ଗୋରା ହୋଇଯିବ। ଏଠାରେ ମଧ୍ୟ ତୁମେ ସେବା କରିପାରିବ। ଏମାନଙ୍କୁ କାହିଁକି କଳା କରାଯାଇଛି, ଏହା ଉପରେ ଭଲ ଭାବରେ ଭାଷଣ କରିପାରିବ। ଶିବଲିଙ୍ଗକୁ ମଧ୍ୟ କାହିଁକି କଳା କରିଦେଇଛନ୍ତି, ସୁନ୍ଦର ଏବଂ ଶ୍ୟାମ କାହିଁକି କହୁଛନ୍ତି, ଆମେ ବୁଝାଇବୁ। ଏଥିରେ କେହି ନାରାଜ ହେବେ ନାହିଁ। ସେବା ତ ବହୁତ ସହଜ। ବାବା ତ ବୁଝାଇ ଚାଲିଛନ୍ତି, ପିଲାମାନେ ଭଲ ଗୁଣ ଧାରଣ କରି କୁଳର ନାମ ପ୍ରସିଦ୍ଧ କର। ତୁମେ ଜାଣିଛ ଏବେ ଆମେ ହେଉଛୁ ଉଚ୍ଚରୁ ଉଚ୍ଚ ବ୍ରାହ୍ମଣ କୁଳର। ପୁଣି ରାକ୍ଷୀ ବନ୍ଧନର ଅର୍ଥ ତୁମେ କାହାକୁ ହେଲେ ବି ବୁଝାଇ ପାରିବ। ବେଶ୍ୟାମାନଙ୍କୁ ମଧ୍ୟ ବୁଝାଇ ରାକ୍ଷୀ ବାନ୍ଧି ପାରିବ। ଚିତ୍ର ମଧ୍ୟ ସାଥିରେ ରହିବା ଉଚିତ। ବାବା କହୁଛନ୍ତି ମାମେକମ୍ ୟାଦ କର। ଏହି ନିର୍ଦ୍ଦେଶ ମାନିବା ଦ୍ୱାରା ତୁମେ ଗୋରା ହୋଇଯିବ। ବହୁତ ଯୁକ୍ତି ସବୁ ରହିଛି। କେହି ମଧ୍ୟ ବିରକ୍ତି ହେବେ ନାହିଁ। ବାବାଙ୍କ ବ୍ୟତୀତ କୌଣସି ମନୁଷ୍ୟ କାହାର ସଦ୍ଗତି କରିପାରିବେ ନାହିଁ। ରାକ୍ଷୀ ବନ୍ଧନର ଦିନ ନ ହୋଇଥିଲେ ମଧ୍ୟ କୌଣସି ବି ଦିନ ରାକ୍ଷୀ ବାନ୍ଧି ପାରିବ। ଏହାର ଅର୍ଥ ତ ବୁଝିବା ଦରକାର। ଯେବେ ଚାହିଁବ ସେବେ ରାକ୍ଷୀ ବାନ୍ଧି ପାରିବ। ଏହା ହିଁ ତୁମର ଧନ୍ଦା। କୁହ, ବାବାଙ୍କ ପାଖରେ ପ୍ରତିଜ୍ଞା କର। ବାବା କହୁଛନ୍ତି ମୋତେ ମନେ ପକାଇଲେ ପବିତ୍ର ହୋଇଯିବ। ମସଜିଦକୁ ଯାଇ ମଧ୍ୟ ତୁମେ ବୁଝାଇ ପାରିବ ଆମେ ରାକ୍ଷୀ ବାନ୍ଧିବା ପାଇଁ ଆସିଛୁ। ଏହି କଥା ବୁଝିବାର ମଧ୍ୟ ତୁମର ହକ୍ ରହିଛି। ବାବା କହୁଛନ୍ତି ମୋତେ ମନେ ପକାଇଲେ ତ ପାପ କଟିଯିବ, ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହୋଇଯିବ। ଏହା ପତିତ ଦୁନିଆ ନା। ସତ୍ୟଯୁଗ ଥିଲା ନିଶ୍ଚୟ, ଏବେ କଳିଯୁଗ ହୋଇଯାଇଛି। ତୁମେ କ'ଣ ସତ୍ୟଯୁଗରେ ଭଗବାନଙ୍କ ପାଖକୁ ଯିବ ନାହିଁ? ଏହିପରି ଶୁଣାଇଲେ ତୁରନ୍ତ ଆସି ପାଦ ତଳେ ପଡ଼ିଯିବେ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ନମ୍ବର। ଜ୍ଞାନରତ୍ନର ସାଗରଙ୍କଠାରୁ ଯେଉଁ ଅବିନାଶୀ ଜ୍ଞାନରତ୍ନ ପ୍ରାପ୍ତ ହେଉଛି ତାର ମୂଲ୍ୟ ରଖିବାକୁ ହେବ। ବିଚାର ସାଗର ମନ୍ଥନ କରି ନିଜ ଭିତରେ ଜ୍ଞାନରତ୍ନ ଧାରଣ କରିବାକୁ ହେବ। ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ। 2 ନମ୍ବର। ଯୋଗର ଯାତ୍ରାରେ ରହି ବାଣୀକୁ ଶକ୍ତିଶାଳୀ କରିବାକୁ ହେବ।
ଯୋଗ ଦ୍ୱାରା ହିଁ ଆତ୍ମା ସୁବର୍ଣ୍ଣ ତୁଲ୍ୟ ହୋଇପାରିବ। ସେଥିପାଇଁ ଯୋଗ କରିବାର ବିଧି ଶିଖିବାକୁ ହେବ। ବରଦାନ ମୋର ପଣିଆର ସୂକ୍ଷ୍ମ ସ୍ୱରୂପର ମଧ୍ୟ ତ୍ୟାଗ କରି ସଦା ନିର୍ଭୟ ଚିନ୍ତାମୁକ୍ତ ସମ୍ରାଟ ହୁଅ। ଆଜିକାଲିର ଦୁନିଆରେ ଧନ ଅଛି ତ ଭୟ ମଧ୍ୟ ଅଛି। ଯାହା ପାଖରେ ଯେତେ ଧନ ଅଛି ସେ ସେତିକି ଭୟଭୀତ ଅବସ୍ଥାରେ ରହି ଖାଉଛନ୍ତି, ଶୋଉଛନ୍ତି ଏବଂ ଭୟରେ ହିଁ ସବୁକିଛି କରୁଛନ୍ତି। ଯେଉଁଠି ମୋର ପଣିଆ ରହିଛି ସେଠାରେ ଭୟ ନିଶ୍ଚିତ ରହିବ। ଯଦି କୌଣସି ସୁନାର ହରିଣ ମଧ୍ୟ ଯଦି ମୋର ହେଲା ତେବେ ଭୟ ନିଶ୍ଚିତ ରହିବ। କିନ୍ତୁ ଯଦି କେବଳ ଏକମାତ୍ର ଶିବ ବାବା ମୋର ଅଟନ୍ତି ତେବେ ନିର୍ଭୟ ହୋଇଯିବ। ତେଣୁ ସୂକ୍ଷ୍ମ ରୂପରେ ମଧ୍ୟ ମୋରକୁ ଚେକ୍ କରି ତାକୁ ତ୍ୟାଗ କର, ତାହେଲେ ନିର୍ଭୟ ତଥା ଚିନ୍ତାମୁକ୍ତ ସମ୍ରାଟ ହେବାର ବରଦାନ ମିଳିଯିବ। ସ୍ଲୋଗାନ ଯଦି ଅନ୍ୟମାନଙ୍କର ବିଚାରକୁ ସମ୍ମାନ ଦେବ ତେବେ ତୁମକୁ ସ୍ୱତଃ ହିଁ ସମ୍ମାନ ପ୍ରାପ୍ତ ହେବ। ଅବ୍ୟକ୍ତ ଇଶାରା ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ଗୋଟିଏ ପଟେ ବେହଦର ବୈରାଗ୍ୟ ରହୁ, ଅନ୍ୟପଟେ ବ୍ରହ୍ମା ବାବାଙ୍କ ଭଳି ବାବାଙ୍କ ସ୍ନେହରେ ସର୍ବଦା ବୁଡ଼ି ରୁହ। ଗୋଟିଏ ସେକେଣ୍ଡ ପାଇଁ ଏବଂ ଗୋଟିଏ ସଂକଳ୍ପରେ ମଧ୍ୟ ଏହି ଲଭ୍ଲିନ୍ ଅବସ୍ଥାରୁ ତଳକୁ ଆସ ନାହିଁ। ତେବେ ଏହିଭଳି ଲଭ୍ଲିନ୍ ରହୁଥିବା ପିଲାମାନଙ୍କର ସଂଗଠନ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବ। ତେଣୁ ତୁମେ ନିମିତ୍ତ ହୋଇଥିବା ଆତ୍ମାମାନେ ନିଜର ପବିତ୍ର ପ୍ରେମ ଏବଂ ନିଜର ପ୍ରାପ୍ତିଗୁଡ଼ିକ ଦ୍ୱାରା ସମସ୍ତଙ୍କୁ ଶ୍ରେଷ୍ଠ ପାଳନା ଦିଅ ଏବଂ ଯୋଗ୍ୟ ଅର୍ଥାତ୍ ଯୋଗୀ କରିଦିଅ। ଓମ୍ ଶାନ୍ତି।